ସାଙ୍ଗମାନେ ଗୋଟେ ସୁନ୍ଦର ଦୃଶ୍ୟ ଦେଖନ୍ତୁ। ଏଇଟା ଆପଣ ଦେଖିଛନ୍ତି କି? ଜୟ ଶ୍ରୀରାମ ପଥର ଭାସୁଛି। ଆମେ ଯାଉଥିବା ଡଙ୍ଗାଟି ଏବେ କୂଳରୁ ବାହାରିଲା। ଆଉ ଆମେ ଏବେ ଚିଲିକା ଭିତରକୁ ପ୍ରବେଶ କରୁଛୁ। ଆଉ ଚିଲିକାର ଯେଉଁ ଚାରିପଟର ଯେଉଁ ସବୁ ପାଣିର ଦୃଶ୍ୟ ସବୁ ଲୋକମାନେ ଠିଛନ୍ତି ସେ ଦୃଶ୍ୟ ସବୁ ଅନୁଭବ କରୁଛୁ। ଆଉ ଧୀରେ ଧୀରେ ଆମ ଡଙ୍ଗା କୂଳ ଛାଡ଼ି ଚିଲିକାର ଗଭୀର ଜଳ ଭିତରକୁ ଚାଲିଲା। ଦେଖନ୍ତୁ ସାଙ୍ଗମାନେ ମାନେ ଏତେ ମଜା ଲାଗୁଛି ମାନେ କହିଲେ ନ ସରେ ଆଜ୍ଞା। ଦେଖନ୍ତୁ ଆଉ ସାଙ୍ଗମାନେ ଜଳରାଶି ଭିତରେ ପଶିଲା ପରେ ଆମକୁ ବି ଅନୁଭବ ହେଉଛି ଯେ ଗୋପବନ୍ଧୁ କ'ଣ ପାଇଁ ଏମିତି କହିଥିଲେ। ଯଦି ସାଙ୍ଗମାନେ ଆପଣଙ୍କର ମନେ ନାହିଁ ମୁଁ ଆପଣଙ୍କୁ ଜଣାଇ ଦେଉଛି ଯେ ଗୋପବନ୍ଧୁ ଦାସ କ'ଣ କହିଥିଲେ। ଗୋପବନ୍ଧୁ ଦାସ କହିଥିଲେ ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ମରାଳ ମାଳିନୀ ନୀଳାମ୍ବୁ ଚିଲିକା ସୁନ୍ଦର ଦିଶୁଛି ଚାରୁ ଚିତ୍ର ଲେଖା। ଆଉ ସାଙ୍ଗମାନେ ଆମେମାନେ ବି ଚିଲିକା କାଳିଜାଇ ବହୁତ ଥର ଆସିଛୁ, କିନ୍ତୁ ଗୋପବନ୍ଧୁ ଦାସ ସତ କହିଥିଲେ ଯେ ଯେତେ ଥର ଆସିବେ ଆପଣଙ୍କୁ ନୂଆ ସବୁବେଳେ ଲାଗିବ। କାହିଁକି ନା ଏ ଜାଗାଟି ହିଁ ସେମିତି ପାଣି ଭିତରେ ଡଙ୍ଗାରେ ଯିବାର ଅନୁଭବ ଗୋଟେ ଅଲଗା ପ୍ରକାର ଥାଏ ଆଜ୍ଞା। କେଉଁମାନେ ଅନୁଭବ କରିଛନ୍ତି ଆମକୁ ଟିକେ କମେଣ୍ଟ ମାଧ୍ୟମରେ ଜଣାଇବେ। ଆଉ ଗୋଟେ ସୁନ୍ଦର ଦୃଶ୍ୟ ଦେଖନ୍ତୁ, ଗୋଟେ ବୋଟ୍ରେ ଚଢ଼େଇ ମାନେ ଆସୁଛନ୍ତି, ତାଙ୍କୁ ସବୁ ଖାଇବା ଦେଉଛନ୍ତି ଲୋକମାନେ। ଦେଖନ୍ତୁ କେମିତି ଦୃଶ୍ୟ। ଆଉ ଆମ ଡଙ୍ଗା ଯେଉଁ ଭାଇ ଚଲାଉଛନ୍ତି ତାଙ୍କୁ ଦେଖନ୍ତୁ, ଭାଇ କେତେ କଷ୍ଟ କରି ଡଙ୍ଗା ଚଲାଉଛନ୍ତି। ଆଉ ସେଥିପାଇଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ, କାରଣ ଭାଇଟି ବହୁତ ପରିଶ୍ରମ କରୁଛନ୍ତି। ଦେଖନ୍ତୁ ଆଉ ଆମେ ଏଠି ପୁରା ପାଣିରେ ଜୋରସୋର ମଜା ଉଠାଉଛୁ। ଆଉ ସେ ମଜା ଉଠାଇତା ପାଇଁ ଆସିଥିଲୁ, ପାଣିରେ ପୁରା ମସ୍ତ ଭାବରେ ମଜା ଉଠାଉଛୁ। ଆଉ ହାତରେ ଏମିତି ଡଙ୍ଗା ଚଲାବେଳେ ପାଣି ମାରିଲେ ଏଠି ବହୁତ ବସ୍ ଲାଗୁଛି। ଦେଖନ୍ତୁ ସାଙ୍ଗମାନେ ଏ ସୁନ୍ଦର ତୃପ୍ତି ତାକୁ କି ଅନୁଭବ କରୁଛେ କି ଆମକୁ ଜଣେଇବେ, ନିହାତି ଜଣେଇବେ ଆମକୁ। ଆଉ ସାଙ୍ଗମାନେ କାଳିଜାଇ ମନ୍ଦିର ପାଖାପାଖି ହେଇଗଲାଣି। ଆଉ ଯେଉଁମାନେ ଆମ ଚ୍ୟାନେଲ୍ ସହ ଯୋଡ଼ି ହେଇଯାଆନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ଆପଣ କାଳିଜାଇ ଦର୍ଶନ କରିବେ, ଭିଡ଼ିଓ ସହ ଯୋଡ଼ି ହୋଇ ରୁହନ୍ତୁ। ଆଉ ଆପଣମାନେ ତ ମାଆଙ୍କ ଘଣ୍ଟି ସ୍ୱର ଶୁଣିପାରୁଥିବେ। ଆଉ ଭିଜୁଆଲଟା ଦେଖନ୍ତୁ, ଏବେ ମନ୍ଦିର ପାଖାପାଖି ହେଇଗଲା ପୁରା। ଆମେ ଏବେ ମନ୍ଦିରର ପୁରା ଯେଉଁ ପାହାଚ ଅଛି ଯେଉଁ କୂଳରେ ସେ କୂଳକୁ ଯାଉଛୁ। ଦେଖନ୍ତୁ ଆଉ ମନ୍ଦିରର ଭ୍ୟୁଟା ଦେଖନ୍ତୁ, ମାନେ ପାଣି ଭିତରେ ମନ୍ଦିର ଭ୍ୟୁଟା କେମିତି ଦେଖାଯାଏ ଟିକେ ଅନୁଭବ କରନ୍ତୁ କେମିତି ଦେଖାଯାଉଛି। ଦେଖନ୍ତୁ ଆଉ ଯେଉଁମାନେ ଆମ ଚ୍ୟାନେଲ୍ ସହ ଯୋଡ଼ି ହେଇକି ମାଆଙ୍କର ଭିଡ଼ିଓ ସମ୍ପୂର୍ଣ୍ଣ ଦେଖୁଛନ୍ତି ସେମାନେ ଟିକେ ମା କାଳିଜାଇ ବୋଲି ଲେଖିବେ। ଏବେ ସମ୍ପୂର୍ଣ୍ଣ ଦୃଶ୍ୟ ଦେଖନ୍ତୁ, ମନ୍ଦିର ଭିତର ଦୃଶ୍ୟଟା। ମନ୍ଦିର ଭିତରେ ଏମିତି କିଛି ଅଛି। ଆଉ ଫଟୋ ଏଠି ଉଠାଉଛନ୍ତି, ଦେଖନ୍ତୁ କେମିତି ସବୁ। ଆଉ ଏଠି ତ ମାଙ୍କ ମନ୍ଦିରଟା ମାଆଙ୍କ ମନ୍ଦିର ଦେଖନ୍ତୁ। ବର୍ତ୍ତମାନ ଆମେ ଟିକେ ମାଆଙ୍କ ମନ୍ଦିର